ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ 2024 ମସିହାର ଡିସେମ୍ବର 26 ତାରିଖରେ 92 ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଅନ୍ତିମ ଶ୍ୱାସ ଗ୍ରହଣ କରିଥିଲେ। ଏହି ଭିଡ଼ିଓରେ ଆମେ ତାଙ୍କ ପୂର୍ଣ୍ଣ ଜୀବନ ଓ ସାଧନା ସମ୍ବନ୍ଧରେ ସବୁକିଛି ଜାଣିବାକୁ ପାଇବା। ତ ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ କହି ରଖୁଛି ଯେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ। ତା ସହିତ ଜାଣିପାରିବେ ଯେ ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଜୀବନ ବିଷୟରେ। ତ ଆଉ ଲେଟ୍ ନ କରି ଆସନ୍ତୁ ଆରମ୍ଭ କରିବା। ତ ଆରମ୍ଭ କରିବା ପୂର୍ବରୁ ଦୟାକରି ଆପଣ ଚ୍ୟାନେଲଟିକୁ ଯଦି ନୂଆ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ତା ସହିତ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ତ ଆଉ ଡେରି ନ କରି ଆସନ୍ତୁ ଆରମ୍ଭ କରିବା। ଡକ୍ଟର ମନମୋହନ ସିଂ। ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ 2024 ମସିହା ଡିସେମ୍ବର 26 ତାରିଖରେ 92 ବର୍ଷରେ ଦେହାନ୍ତ ଘଟିଛି। ସେ ନୂଆଦିଲ୍ଲୀର ଏରେଖା ସ୍ଥିତ ଏମ୍ସ ହସ୍ପିଟାଲରେ ଅନ୍ତିମ ଶ୍ୱାସ ଗ୍ରହଣ କରିଥିଲେ। ଏମ୍ସ ପକ୍ଷରୁ ଏହା ସମ୍ବନ୍ଧରେ ଗୋଟିଏ ପ୍ରକାଶନ ଜାରି କରି ତାଙ୍କ ମୃତ୍ୟୁର ସୂଚନା ଦିଆଯାଇଛି। ତାଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭିନ୍ନ ରାଜନୈତିକ ନେତାଙ୍କ ସହ ସମସ୍ତ କ୍ଷେତ୍ରର ବିଶେଷଜ୍ଞମାନେ ଶୋକ ବ୍ୟକ୍ତ କରିଛନ୍ତି। ମିଡ଼ିଆ ଖବର ଅନୁଯାୟୀ ସେ 26 ଡିସେମ୍ବରରେ ଅସୁସ୍ଥ ହୋଇପଡ଼ିଥିଲେ, ଯାହାପରେ ସେ ଏମ୍ସକୁ ନିଆଯାଇଥିଲେ। ସେଠାରେ ସେ ଅନ୍ତିମ ନିଶ୍ୱାସ ଗ୍ରହଣ କରିଥିଲେ। ଏହି ଭିଡ଼ିଓରେ ଆମେ ତାଙ୍କର ସମଗ୍ର ଜୀବନ କାହାଣୀ ଓ ସାଧନା ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରିବୁ। ଆସନ୍ତୁ ଜାଣିବା ଡକ୍ଟର ମନମୋହନ ସିଂଙ୍କ ଜନ୍ମ ଓ ଶିକ୍ଷା ବିଷୟରେ। ତାଙ୍କ ଜନ୍ମ। ଡକ୍ଟର ମନମୋହନ ସିଂଙ୍କ ଜନ୍ମ 26 ସେପ୍ଟେମ୍ବର 1932ରେ ବ୍ରିଟିଶ ଭାରତର ପଞ୍ଜାବ ପ୍ରାନ୍ତର ଗାହା ନାମକ ଗାଁରେ, ବର୍ତ୍ତମାନ ଏହା ପାକିସ୍ତାନରେ ଅବସ୍ଥିତ, ହୋଇଥିଲା ବା ଜନ୍ମ ହୋଇଥିଲେ ସେ ସେହି ଗ୍ରାମରେ। 1947ରେ ଭାରତ ସ୍ୱାଧୀନ ହେବା ପରେ ତାଙ୍କ ପରିବାରର ଅମୃତସରକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ତାପରେ ଆସିଲା ତାଙ୍କର ଶିକ୍ଷା। ସ୍ନାତକ। ପ୍ରଥମେ ସ୍ନାତକ କରିଥିଲେ। ଡକ୍ଟର ସିଂ ଚଣ୍ଡିଗଡ଼ ଅବସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଶାସ୍ତ୍ରରେ ସ୍ନାତକ ଶିକ୍ଷା ପାଇଥିଲେ। ତାପରେ ସ୍ନାତକ ପରେ ସେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ତାପରେ ଆସନ୍ତୁ ଜାଣିବା ତାଙ୍କ ଉଚ୍ଚଶିକ୍ଷା। 1957ରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସର୍ବୋଚ୍ଚ ର୍ୟାଙ୍କ ସହିତ ଇକୋନୋମିକ୍ସ ଟ୍ରିପୋସ୍ ପୂରଣ କରିଥିଲେ। 1962ରେ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ନୋଫିଲ୍ଡ କଲେଜରୁ ଅର୍ଥନୀତିରେ PhD ଡିଗ୍ରୀ ଅର୍ଜନ କରିଥିଲେ। ତାଙ୍କ ଗବେଷଣା ଇଣ୍ଡିଆଜ୍ ଏକ୍ସପୋର୍ଟ ଟ୍ରେଣ୍ଡସ୍ ଆଣ୍ଡ ପ୍ରୋସ୍ପେକ୍ଟସ୍ ଫର୍ ସେଲ୍ଫ ସବଷ୍ଟେଣ୍ଟ ଗ୍ରୋଥ ଭାରତର ବ୍ୟାପାର ନୀତିରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ରୂପେ ଅଭିହିତ ହୋଇଥିଲା। ତାପରେ ଆରମ୍ଭିକ କ୍ୟାରିୟର ଜୀବନ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଡକ୍ଟର ସିଂ ଜଣେ ଅର୍ଥନୀତିବିଦ ଓ ଶିକ୍ଷକ ଭାବରେ କ୍ୟାରିୟର ଜୀବନ ଆରମ୍ଭ କରିଥିଲେ। ସେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତିର ପ୍ରଫେସର ଭାବରେ ଶିକ୍ଷାଦାନ କରିଥିଲେ। ସେ ଅର୍ଥନୈତିକ ଗବେଷଣା ଓ ନୀତିଗତ ବିଷୟରେ ଗଭୀର କାମ କରିଥିଲେ। କିଛି ସମୟ ପରେ ସେ ୟୁନାଇଟେଡ୍ ନେସନ୍ସର କନଫରେନ୍ସ ଅନ୍ ଟ୍ରେଡ୍ ଆଣ୍ଡ ଡେଭଲପମେଣ୍ଟ ଓ ୱାର୍ଲଡ ବ୍ୟାଙ୍କ ସହିତ ଜଡ଼ିତ ହୋଇଥିଲେ। ସେ ତାଙ୍କ କୌଶଳ ଦ୍ୱାରା ବିଶ୍ୱ ମଞ୍ଚରେ ବ୍ୟାପାର ଓ ଅର୍ଥନୀତିରେ ପ୍ରସିଦ୍ଧି ଅର୍ଜନ କରିଥିଲେ। ତାପରେ ଜାଣିବା ଭାରତ ସରକାର ପାଇଁ ତାଙ୍କର ସେବା। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସେ ରହିଥିଲେ 1972ରୁ 1976 ପର୍ଯ୍ୟନ୍ତ। ମହତ୍ତ୍ୱପୂର୍ଣ୍ଣ ଅର୍ଥନୈତିକ ସିଦ୍ଧାନ୍ତ ଗ୍ରହଣରେ ତାଙ୍କର ଅବଦାନ ରହିଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର 1982ରୁ 85 ପର୍ଯ୍ୟନ୍ତ ମୁଦ୍ରାନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତାଙ୍କର ରହିଥିଲା। ତାପରେ ରହିଲା ଯୋଜନା ଆୟୋଗର ଉପାଧ୍ୟକ୍ଷ 1985ରୁ 1987 ପର୍ଯ୍ୟନ୍ତ ସେ ରହିଥିଲେ। ଭାରତର ଅର୍ଥନୈତିକ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ତାଙ୍କର ଅବଦାନ ରହିଥିଲା। ଭାରତର ଅର୍ଥନୈତିକ ସଙ୍କଟ ସମୟରେ ରାଜନୀତିରେ ପ୍ରବେଶ। 1991ରେ ଡକ୍ଟର ସିଂ ଭାରତୀୟ ରାଜନୀତିରେ ପ୍ରବେଶ କରିଥିଲେ। ସେହି ସମୟରେ ଭାରତ ଗଭୀର ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ଥିଲା। ସେତେବେଳେ ପ୍ରଧାନମନ୍ତ୍ରୀ PV ନରସିଂହା ରାଓ ତାଙ୍କୁ ଅର୍ଥମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ। ସେ ଏହି ପଦବୀରେ ରହି ଭାରତର ଅର୍ଥନୈତିକ ଅବସ୍ଥାରେ ସଂଶୋଧନ ଆଣିବାକୁ ଐତିହାସିକ ପଦକ୍ଷେପ ନେଇଥିଲେ। ତାପରେ ଜାଣିବା ଅର୍ଥମନ୍ତ୍ରୀ ଭାବେ ତାଙ୍କ ଅବଦାନ। ଅର୍ଥମନ୍ତ୍ରୀ ସେ ଥିଲେ 1991ରୁ 96 ପର୍ଯ୍ୟନ୍ତ। ତାପରେ ଡକ୍ଟର ମନମୋହନ ସିଂ ଭାରତର ଅର୍ଥନୀତିକୁ ଜାତୀୟ ଓ ଆନ୍ତର୍ଜାତିକ ବଜାରମାନଙ୍କ ପାଇଁ ଖୋଲିବା ନିମନ୍ତେ ଉଦାରୀକରଣ ସଂଶୋଧନ ଆରମ୍ଭ କରିଥିଲେ।
से लाइसेंस राज को समाप्त करी निजीकरण और सरकारी नियंत्रण कमाई तांको नेतृत्व में विदेशी पुंजी आकर्षण और नित्यांत वृद्धि पाई अनेक पदक्षेप ग्रहण करा जायतिला। भारतर प्रधानमंत्री भाव में तांकर अवदान से भारतर प्रधानमंत्री भाव में 2004 रु 2014 पर्यंत कार्य करथिले। डॉक्टर मनमोहन सिंह भारतर 13तम प्रधानमंत्री भाव में लगातार 2टी कार्यकाल सफलतार सहित पूरण करथिले। प्रथम कार्यकाल रही 2004 रु 2009। यही समय से जातीय ग्रामीण कार्य नियोग ग्यारंटी अधिनियम बा NREGA कार्यक्षेत्र आनी सेहीपरि तथ्य अधिकार अधिनियम बा RTI मध्य तांको कार्यकाल रे प्रयोग होइथिला। तांको ऐतिहासिक भारत अमेरिका असैन्य परमाणु चुक्ति पाई मध्य स्मरण करा जाय। तापर रहिला द्वितीय कार्यकाल रहिथिला तांकर 2009 रु 2014 पर्यंत। द्वितीय कार्यकाल रे से प्रधानतः पाइपलाइन उन्नति और सामाजिक कल्याण योजना मानक उपरे गुरुत्व देइथिले। किंतु एही समय 2G सेक्सम घोटाला और राष्ट्रमंडल खेल घोटाला भली विवादर सम्मुखीन होबाकू पड़िथिला। अर्थमंत्री भावे तांको अवदान 1991 रु 96 पर्यंत रहिथिला। डॉक्टर सिंह भारतर अर्थनीति को अंतर्जातीय बजार पर खोलिबा निमंते उदारीकरण संशोधन करथिले। तापर आसिला डॉक्टर मनमोहन सिंह को व्यक्तिगत जीवन। तांको जीवन संगी गुरुशरण कौर से जड़े गृहिणी और गायिका मध्य थिले। तांकर 3 जन कन्या अछंती। तांको मौन प्रधानमंत्री बोली मध्य कुआ जाय। किंतु से एहा उपरे जवाब देइथिले जे तांको कार्य दक्षता कथा कही थाए। तांकर उपलब्धि मान और सम्मान से पद्म विभूषण 1987 रे पाइथिले। तांको भारत सरकार पक्षर द्वितीय सर्वोच्च नागरिक सम्मान मध्य दिया जाइथिला। कैम्ब्रिज और ऑक्सफोर्ड विश्वविद्यालय मानद डॉक्टरेट तांको अनेक प्रतिष्ठित विश्वविद्यालय मानद डॉक्टरेट मध्य मिली। तांकर निधन से वार्धक्य बयस जनित रोग रे पीड़ित थिले। 26 डिसेम्बर रे से घरे बेहोश हो पड़ते एवं नुआ दिल्ली स्थित एम्स रे भर्ती होइतिले। सेतिरे से निजर शेष निश्वास नेले और दुनिया को विदाय कही चले। धन्यवाद। पुणी देखा आउ एक नुआ वीडियो रे रोज।